श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं लङ्घयते गिरिं यत्कृपातमहं वन्दे परमानन्दं माधवं। भागवत महापुराण तृतीय स्कंद तृतीय अध्याय। उद्धव उवाच शृण विदुर मो वचन धरि न पारि खेद मन। से राम कृष्ण एक रथे मिलिले अक्रूर संगते। माता पितांकर कुशल पूछन्ति राम आदि मूल। कंसकु दुष्टिरे संहारी मंचाऊ उपरु केश धरी। तले पकाई रोष भरे मृत पिंडकु आशासिले। तहु ब्राह्मण घरे जाई सकल विद्या शिक्षा पाई। गुरु कामिनी तोष करी पुणी मिलिले निज पुरी। भीष्मक दुहिताकु हरि कुंडी नगरे विजे करी। गंधर्व वृत्ति आचरिले बळे से कन्याकु हरिले। शृगाल मधु सिंह देने स्वभावे हरइते सने। कौशलपुरे नरहरि शपथ षण्ड बध करी। कन्या लभिले नंदबाल जिणी सकल शत्रुबल। सत्यभामार बोले पुणी नंदन वनु चक्रपाणी। बळे हरिले पारिजात लीलाए जिनी सचिनाथ। पुरे स्थापिले वृक्ष पत्नी का प्रिय भाव वही। गरुड़े बसी भावग्राही नारकासुर खुर जाई। देखिले ताहार भुवन तेजे की जिणीछि गगन। चक्रे ताहार मुंड हाणी तेज प्रसरे धरणी। बोलई कलु पुत्र नाश धरणी वचने विश्वास। नारका पुत्र कुमुरारी तारा जे अभिषेक करी। नारका अंतपुरे हरि कोटि कंदर्प रूप धरी। कन्याए देखी काम भोळे चाहती नयन निरोळे। 16,000 शताधिक पुष्प बरसी अतिरेक। हरिଙ୍କୁ बरिले सकल
ଏକ ମୁହୂର୍ତ୍ତେ ଚକ୍ରପାଣି ବିବାହ ହେଲେ ବେଦ ମତେ ଶୁଣ ତାହାଙ୍କ ପୁତ୍ର ଯେତେ 10 କୁମାର କନ୍ୟା ଏକ ଆତ୍ମା ସଦୃଶ ରୂପରେଖ କାଳ ଦମନ ଜରାସନ୍ଧେ ସାଲ ସମସ୍ତ ପୁର ରୁନ୍ଧେ ତାହାଙ୍କ ନିଜ ତେଜ ନାସି ସୁଜନ ବାନ୍ଧବ ବିକାଶୀ ସମ୍ବଲ ଦିବାନ୍ଧବାନ୍ଧର ସୁର ଉଲ୍ଲଳ ବାଣାସୁର ସେ ଦନ୍ତ ଚକ୍ର ଆଦି କରି ତାହାଙ୍କୁ ସଂଗ୍ରାମେ ସଂହାରି ଏବେ ତ ଜ୍ୟେଷ୍ଠ ଭ୍ରାତା ସୁତେ ଅନେକ ନୃପତି ସଙ୍ଗତେ ନିଜ ବଳ ଘେନି ଚରଣେ କମ୍ପଇ ମେଦିନି ମିଳିଲେ କୁରୁକ୍ଷେତ୍ରେ ମଧ୍ୟେ ଜିଣି ଭୁଞ୍ଜିବେ ମହିଯୁଧେ କର୍ଣ୍ଣ ଶକୁନି ଦୁଃଶାସନ ସ୍ୱଭାବେ ଦୂତ 3 ଜଣ ଏହାଙ୍କୁ କରିଣ ବିଶ୍ୱାସ ଏଣେ ହୋଇଲେ ଅର୍ଦ୍ଧାୟୁଷ ଦେଖ ପଡ଼ିଲେ ଋଣ ମଧ୍ୟେ ମୂଢ଼ ଧର୍ମ ଦୋଷ ବାଦେ ଶୁଣ ବିଦୁର କହୁ ତୋତେ ଶୁଣି ଭାଳିଲା ଆତ୍ମାଗତେ ଏ ଭୀଷ୍ମ ଦ୍ରୋଣ କୁରୁଗଣ ମରଣେ ଅନେକ ରାଜନ ଭାରା ନିବାର ଅର୍ଥେ ମହି ସଂସାରେ ଅଳପ ମଣଇ ଏଣେ ମୋହର ଯଦୁବଂଶ ହେମନ୍ତ ଭାରା ଅବଶୋଷ ମଦେ ଅରୁଣ ଚକ୍ଷୁ କୋପେ ସର୍ବେ ମରିବେ ବିପ୍ରସାରେ ଏଣେ ନ ମଲେ ନ ମରନ୍ତି ହେମନ୍ତ ଯୋଗ ମାୟା ଚିନ୍ତି ହେମନ୍ତ ମନେ ଚିନ୍ତା କରି ଧର୍ମ ସୂତଙ୍କୁ ନର ହରି ବନ୍ଧୁ ସୁହୃଦଙ୍କର ମଧ୍ୟେ କୃଷ୍ଣ ସ୍ଥାପିଲେ ରାଜପଦେ ଉତ୍ତରା ଗର୍ଭରୁ କୁରୁବଂଶ କୃଷ୍ଣ ରଖିଲେ ଅବଶେଷ ପରୀକ୍ଷିତଙ୍କୁ କରି ରକ୍ଷା ଧର୍ମ ନନ୍ଦନ ଦେଲେ ଦୀକ୍ଷା ଜ୍ଞାତି ମରଣ ଦୋଷ ନାଶେ ଧର୍ମ ନନ୍ଦନଙ୍କ ବିଶ୍ୱାସେ ସର୍ବସମ୍ପଦ ସୁସମ୍ବାଦୀ କରାଇ 3 ଅଶ୍ୱମେଧୀ ଆପଣେ ନିଜ ପୁରେ ଯାଇ ନାରୀଗଣଙ୍କ ମଧ୍ୟେ ଥାଇ ଗୃହସ୍ଥ ଧର୍ମ ବେଦ ମତେ କୃଷ୍ଣ ଆଚରିଲେ ଜଗତେ ନାରୀଙ୍କ ମନ କୃଷ୍ଣ ମୋହି ଗୃହଚରିତେ ଗୃହେ ଯାଇ ଯେ ଧର୍ମ করে পরলোকে কৃষ্ণ স্থাপিলে অতিরেকে হেমন্তে বহুত বরষ ক্রীড়িলে গৃহাশ্রম আসে কর্ম অধীনে কামে
ମାୟାରେ ସୁଖ ଲୋଡ଼ି ପୁରୁଷ କର୍ମର ଅଧୀନ ଯୋଗେଶ୍ୱରଙ୍କୁ ଯେ ଗମନ ସେ ହରି ବିଷ୍ଣୁ ମାୟା କରି ନିଜ ସୁତଙ୍କ ମନ ହରି ସେ ପୁତ୍ରେ କ୍ରୀଡ଼ା ରସ ବନେ କୋପେ ଚିନ୍ତିଲେ ବିପ୍ରମନେ ସେ ବ୍ରହ୍ମ ସାପ ପାଇ ଅଦ୍ଭୁତ ଦେଖିଲେ ବିସ୍ତାରୀ କୃଷ୍ଣ ବଚନ ଶାନ୍ତି ଅର୍ଥେ ପ୍ରଭାସେ ମିଳିଲେ ସମସ୍ତେ ସେ ଜଳେ ସାରିଲେ ସ୍ନାନ ପିତୃତର୍ପଣ ପିଣ୍ଡ ଦାନ ପୂଜିଲେ ଦେବ ଋଷିଗଣ ଦାନେ ସନ୍ତୋଷିଲେ ବ୍ରାହ୍ମଣ ତିଳର ରଜତ ଯେ ସୁବର୍ଣ୍ଣ ବଚନ କୋମଳ ଦୀନ ରଥ କୁଞ୍ଜର ଅଶ୍ୱଦାନ ଧରଣୀ ତୁଲେ କନ୍ୟାମାନ ଅର୍ଣ୍ଣ ସହିତେ ନାନା ରସେ ବିପ୍ରଙ୍କୁ ଗୁଞ୍ଜାଇ ବରସେ ଏମନ୍ତେ ଯଦୁ ଭୋଜଗଣ ଗୋବିପ୍ରେ ସେବା ତାଙ୍କ ମନ ସ୍ୱଭାବେ କରି ଉପବାସ ରାତ୍ର ବଞ୍ଚିଲେ କରି ରାସ ଏ ଯଦୁ ବଂଶର ଚରଣେ ସୁଜନେ ଭଜନ କ୍ଷଣେ ହୋଇଲେ କୃଷ୍ଣର ବିଶ୍ୱାସ କହିଲେ ଜଗନ୍ନାଥ ଦାସ। इति श्रीमद्भागवते महापुराणे परमहंस्यां संहितायां 82 तृतीय स्कन्धे विदुर उद्धव संवादे नाम तृतीय अध्याय।